ଓଡ଼ିଶାରେ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ତେବେ ଫଳାଫଳ ଆସିବାର ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ତାହା ଚୂଡ଼ାନ୍ତ ହୋଇପାରିନାହିଁ। ଏହାରି ମଧ୍ୟରେ 10 ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପାଇଁ ଅନେକ ନାଁ ଚର୍ଚ୍ଚାରେ ଥିବାବେଳେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ନାମ ସର୍ବାଗ୍ରେ ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରବିବାର ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଅପରପକ୍ଷେ କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ ସୋମବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନାମ ଚୂଡ଼ାନ୍ତ ହୋଇସାରିଛି। ବାକି ଶେଷ ନିଷ୍ପତ୍ତି ମଙ୍ଗଳବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ହେବ। ଯେହେତୁ ସୁରେଶ ପୂଜାରୀଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି, ଆସନ୍ତୁ ଜାଣିବା ତାଙ୍କ ବିଷୟରେ। 1961 ମସିହାରେ ଜନ୍ମଗ୍ରହଣ କରିଥିବା ସୁରେଶ ପୂଜାରୀ 1979 ମସିହାରେ ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଅର୍ଜନ କରିଥିଲେ। 1981 ମସିହାରେ ସ୍ନାତକୋତ୍ତର ଏବଂ 1984 ମସିହାରେ LLB ପାସ୍ କରିଥିଲେ। ସୁରେଶ ପୂଜାରୀ ଜଣେ ପେଶାରେ ସେ ଆଇନଜୀବୀ ଅଟନ୍ତି। ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ 2019 ଭାରତୀୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ତାଙ୍କର ପତ୍ନୀ ଅବସରପ୍ରାପ୍ତ ଅତିରିକ୍ତ ପଞ୍ଚାୟତ ଶିକ୍ଷା କର୍ମଚାରୀ ଅଟନ୍ତି। ମୁଖ୍ୟମନ୍ତ୍ରୀ ରେସ୍ରେ ସୁରେଶ ପୂଜାରୀ। ମୁଖ୍ୟମନ୍ତ୍ରୀ ରେସ୍ରେ ଆଗରେ ରହିଛି ସୁରେଶ ପୂଜାରୀଙ୍କ ନାଁ। 2024ରେ ବ୍ରଜରାଜନଗରରୁ ନିର୍ବାଚିତ ହୋଇଛନ୍ତି। 2019ରେ ବରଗଡ଼ ସାଂସଦ ଥିଲେ ସୁରେଶ ପୂଜାରୀ। 2006-2009ରେ ରାଜ୍ୟ ବିଜେପି ସଭାପତି ଥିଲେ। ପଶ୍ଚିମବଙ୍ଗ ବିଜେପିର ସହ ପ୍ରଭାରୀ ଥିଲେ। ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ରହିଛନ୍ତି। 1992-95ରେ ସମ୍ବଲପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ଥିଲେ। 2002-2006 ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିଲେ। 1980-81ରେ GM କଲେଜର ଛାତ୍ର ସଂସଦ ସଭାପତି ଭାବରେ ଉଠିଥିଲେ। ସୁରେଶ ପୂଜାରୀଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି MSc LLB।